ମନ ଦର୍ଶନ। ମନ ବା ମାଇଣ୍ଡ ମାନବ ଶରୀରର ମୂଳ। ମନର ମୂଳେ ଏ ଜଗତ ବୋଲି କଥା ଅଛି। ଆଜି ପର୍ଯ୍ୟନ୍ତ ଦୁର୍ଲଭ ମଣିଷ ତାର ସ୍ୱକୀୟ ତଥା ସାମାଜିକ ଜୀବନରେ ଯାହା କିଛି ଉନ୍ନତି କରିଛି, ଅବନତି ଆଣିଛି, ସବୁକିଛି ମନକୁ ନେଇ ସାଧିତ ହୋଇଛି। ମନ ମାନସିକ ଜଗତର ସୃଷ୍ଟିକାରୀ ସ୍ରଷ୍ଟା। କାରଣ ହେଲା ଅତୀତ ପ୍ରତି ବା ବିତି ଯାଇଥିବା ଜୀବନ ପ୍ରତି ଅସନ୍ତୋଷ। ଆଜି ଯେମିତି ଅଛି, ଆଗାମୀକାଲିକୁ ଆଉ ଟିକିଏ ଉନ୍ନତ ଅବସ୍ଥାରେ ରହିବାର ଯୋଜନା ପରିକଳ୍ପନା ହିଁ ମଣିଷକୁ ଅଗ୍ରଗାମୀ ଅବସ୍ଥାରେ ଆଣି ପହଞ୍ଚାଇ ଦେଇଅଛି। ବାହ୍ୟ ଜଗତକୁ ମଣିଷ ଆଖିରେ ଦେଖେ, ହେଲେ ମନ ଜଗତକୁ ଅନୁଭବ କରେ, ଉପଲବ୍ଧିରେ ଆଣେ। ବାହ୍ୟ ଜଗତ ପ୍ରତି ଦୃଷ୍ଟି ମଣିଷର ମନ ଜଗତର ଆଖି ଖୋଲେ। ମନର ଉପଲବ୍ଧି ହିଁ ମନର ଆଖି, ଯାହାକୁ ତୃତୀୟ ନୟନ କୁହାଯାଇଅଛି। ଯେମିତି ଶିବଙ୍କର ତ୍ରିନେତ୍ର। ଶିବ ଅହଂ ବା ମୁଁ ହିଁ ଶିବ କିଏ? ମଙ୍ଗଳମୟ ଭଗବାନ, ମଙ୍ଗଳମୟ ମନ। ମନରେ ମଙ୍ଗଳ କରିବାର ଭାବନା ଚିନ୍ତା ଆସିଲେ ହିଁ ମଣିଷ ବିଶେଷ କରି ଅନ୍ୟର ଉପକାର କରିବାକୁ ପ୍ରସ୍ତୁତ ହୋଇଯାଏ। ଚାହେଁ ମୁଁ ଅନ୍ୟର ଉପକାର କରିବି, ଅନ୍ୟର ସେବାରେ ଆସିବି। ପିମ୍ପୁଡ଼ି ଉପକାର ଶୁଝିଲା ଗପରେ ପିମ୍ପୁଡ଼ିଟିଏ ଜଳରେ ଭାସି ଯାଉଥିଲା। ଗଛରେ ବସିଥିବା ଚଢ଼େଇ ପତ୍ରଟିଏ ପକାଇ ଦେବାରୁ ପିମ୍ପୁଡ଼ି ତା ଉପରକୁ ଚଢ଼ିଯାଇ ନିଜ ଜୀବନକୁ ବଞ୍ଚେଇ ଦେଲା, ମରଣ ମୁହଁରୁ ଟାଣି ଆଣିଲା। ସେହିପରି ଏକଦା ବାଣୁଆ ଶିକାରୀଟିଏ ଧନୁ ତୀର ମାରି ଗଛରେ ବସିଥିବା ଚଢ଼େଇଟିକୁ ମାରିବାକୁ ପ୍ରସ୍ତୁତ ହୁଅନ୍ତେ ପିମ୍ପୁଡ଼ି ବାଣୁଆ ପାଦକୁ ରୁଟ୍ କରି କାମୁଡ଼ି ଦେବାରୁ ତୀର ଲକ୍ଷ୍ୟଭ୍ରଷ୍ଟ ହେଲା, ଆଉ ପକ୍ଷୀଟି ଉଡ଼ିଗଲା। ଏଥିରୁ ମଣିଷର ମନ ଏହା ଶିଖିଲା କି ଉପକାର କରିଥିଲେ ଉପକାର ପାଇବ, ଦେଇଥିଲେ ପାଇ, ବୁଣିଥିଲେ ଦାଇ ପରା ହିତବାଣୀ ଅଛି। ଭଗବାନ ଆଲ୍ଲାହ ଆପଣାଜାତ ଖୋଦଜାତ ଖୋଦା କହିଛନ୍ତି ନିଜ ରଚିତ କୋରାନରେ କି ତୁମକୁ ତାହାରି ବଦଳ ଯାହା କରୁଥିଲ। ଆଲ୍ଲାହ ପ୍ରତି ବଦଳ ଦାନକାରୀ, ସେ ପୁଣି ଯେସାକୁ ତେସାରେ ଆସ୍ଥାବାନ ବା ବିଶ୍ୱାସୀ। କୋରାନ କହେ, ମନକୁ ଦର୍ପଣ ବା ଆଇନା କୁହାଯିବାର କାରଣ ହେଲା ମନ ଚିନ୍ତାଶୀଳତାରେ ଥାଇ ଅଦୃଶ୍ୟକୁ ଦୃଶ୍ୟେ ବା ଦେଖେ, ଯେମିତି ଆର୍ସି ବା ମିରରରେ ଦେଖାଯାଇଥାଏ। ମନ ଶରୀରର ଆୟତ୍ତକାରୀ ବା କଣ୍ଟ୍ରୋଲ ରୁମ୍। ମନ ଶରୀରକୁ ଚଳାଏ, ପରିଚାଳିତ କରେ। ମନ ଥାଇ ଶରୀର, ମନ ନଥିଲେ ମାନବିକତା ବା ମଣିଷ ପଣିଆ ନଥାଏ। ଆଉ କାର୍ଯ୍ୟ କଥା କ'ଣ ଚିନ୍ତା କରାଯାଇ ପାରିବ? ମନ ନେଇ ମଣିଷ କାମ କରେ, ଇଚ୍ଛା ଅନିଚ୍ଛା ବ୍ୟକ୍ତ କରେ। କଥାରେ ଅଛି, ଏଇ ମନ ସିନା ଚତୁର୍ଦ୍ଧାମୂରତିରେ ମୂଢ଼ମତି। ମନର ଆଖି ଚାରିଦିଗକୁ ମାନେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣକୁ ହୋଇ ଥାଏ। ଏହି ଚାରିଦିଗରେ ମଣିଷ ଜୀବନ ଆତଯାତ ମାନେ ଅତିବାହିତ, ଯିବା ଆସିବା କରେ। ଚାରିଦିଗ ଛାଡ଼ି ପଞ୍ଚମ ଦିଗ ଆଉ ନାହିଁ। ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ତୁ ଆକାଶ ଏବଂ ପୃଥିବୀ ଛାଡ଼ି ଯୁଆଡ଼େ ଯାଉଛୁ ଯା, ସେଠି ମୋତେ ହିଁ ଦେଖିବୁ, ମୋତେ ହିଁ ପାଇବୁ। ମୋର ସୃଷ୍ଟି ଭିତରେ ମୋରି ସ୍ଥିତି ଅଛି, ଉପସ୍ଥିତି ରହିଛି। ଯେହେତୁ ସ୍ରଷ୍ଟା ମୁଁ ଆଲ୍ଲାହ ସବୁକିଛି କରିଛି ଏବଂ କରିପାରେ। କରିବା ମୋ ପାଇଁ ଅସମ୍ଭବ କଦାପି ନୁହେଁ। ପୁଣି ମୁଁ ଆଲ୍ଲାହ କୁନ୍ ଫୟକୁନ୍ କହିଦେଲେ ସବୁକିଛି ହୋଇଯାଏ। ହୁଅ ହୋଇଯାର ଅର୍ଥ କୁନ୍ ଫୟକୁନ୍। ଯୋଉଥିପାଇଁ ଆଲ୍ଲାହ ସର୍ବଶକ୍ତିମାନ ବା ଅଲମାଇଟି, ଯିଏ ସବୁକିଛି କରିପାରନ୍ତି। ଆଲ୍ଲାହ ଖୋଦା ବା ସ୍ୱୟମ୍ଭୁ ବିଧାତା ବା ନିଜେ ନିଜର ଧାତା ବା ସ୍ରଷ୍ଟା। ସେଥିପାଇଁ ହୋଇଛନ୍ତି। ଏହି ଆଲ୍ଲାହଙ୍କର ମନଟିଏ ଅଛି ବୋଲି ସେ ପରମ ବା ଶ୍ରେଷ୍ଠ ଆତ୍ମା, ପରମାତ୍ମା। ଯେଉଁଥିରେ ଖୋଦାଙ୍କର ମନର ପରିଚୟ ମିଳେ, ଯଥା ସେ ଅନାଦି, ଅନନ୍ତ, ଅକ୍ଷୟ, ଅମର, ଅସୀମ, ଅପାର, ଅନ୍ତର୍ଯ୍ୟାମୀ, ସର୍ବକର୍ମବାନ, ସର୍ବ ଉପସ୍ଥିତବାନ, ସର୍ବଜ୍ଞ ବା ସବୁକିଛି ଜାଣନ୍ତି, କାରଣ ସବୁକିଛି କରାନ୍ତି। ଜାଣିବାରୁ କରିବା ଆସେ, ଜାଣିନଥିଲେ କରିବା ଠପ୍ ବା ସ୍ଥିର ଅଚଳ ରହେ। ପରମାତ୍ମା ଏଥିପାଇଁ କି ଆଲ୍ଲାହ ଖୋଦା ମରିବେ ନାହିଁ, ମରନ୍ତି ନାହିଁ। ସେ ସଦା ଅଛନ୍ତି, ଜାଗ୍ରତରେ ଅଛନ୍ତି, କଦାପି ଶୁଅନ୍ତି ନାହିଁ ବୋଲି କହିଛନ୍ତି। ସେଇମିତି ରହିଥିବେ, ତାଙ୍କର କ୍ଷତି ନାହିଁ, ହେଲେ ବୃଦ୍ଧି ବା ବଢ଼ିବା ଅଛି। ଇଚ୍ଛା ଅନିଚ୍ଛା ମନୋଭାବ ଅଛି। କ'ଣ କରିବେ କ'ଣ କରିବେ ନାହିଁ ପୂର୍ବରୁ ଚିନ୍ତା କରି କରିଥାନ୍ତେ। ତାଙ୍କୁ ମାନୁଥିବା ଲୋକଙ୍କୁ ସେ ବିପଦରେ ପକାନ୍ତି ନାହିଁ। ଅମାନିଆ ଲୋକଙ୍କୁ ତାଙ୍କୁ କାୟ ମନ ବାକ୍ୟ
ବା ଶରୀର ମନ ଏବଂ କଥାରେ ମାନୁନଥିବା ଲୋକଙ୍କୁ ବିପଦରେ ପକାନ୍ତି। ସେ କହିଛନ୍ତି ମା ଆସାବା ମି ମୁସିବତିନ୍ ଇଲ୍ଲା ବିଇଜ୍ନିଲ୍ଲାହ। ପାଠ ତଗାବୁନ୍ କୋରାନ ଭାଗ 28। ମଣିଷକୁ ବିପଦ ବା ମୁସିବତ ଆଲ୍ଲାହର ଇଚ୍ଛା ଓ ଆଦେଶରେ ହିଁ ପଡ଼େ ବା ଆସେ। ପରୀକ୍ଷା ପାଇଁ ଏବଂ ମଣିଷର ମନମୁଖୀ କାର୍ଯ୍ୟ ଅମାନିଆପଣ ପାଇଁ ଆଲ୍ଲାହ କହିଛନ୍ତି ମଣିଷ ମୋର ଏବଂ ସେ ପ୍ରତି ମୁହୂର୍ତ୍ତରେ ମୋତେ ମନେ ପକାଅ, ନହେଲେ ମୁଁ ଆଲ୍ଲାହ ମଣିଷ ଉପରକୁ ବିପଦ ମୁସିବତ ପଠେଇବି। ମଣିଷ ମୋର କିଛି କରିପାରିବ ନାହିଁ, ଓଲଟି ମୋ ଦ୍ୱାରା କ୍ଷତିଗ୍ରସ୍ତ ହେବ। ହେ ମଣିଷ, ତୁ ମନର ଇଚ୍ଛା ଆକାଂକ୍ଷା ବା ଖ୍ୱାହିଶ ପଛରେ ପଡ଼ନା କି ପ୍ରକୃତ ରାସ୍ତାରୁ ଦୂରେଇ ଯିବୁ। ଶୈତାନର ପାଲରେ ପଡ଼ିଯିବୁ ଆଉ ଶୈତାନ ତୋତେ ଅସହାୟ କରି ଛାଡ଼ି ପଳେଇବ। ଶୈତାନ ମନର କାମ ହେଲା ତୋତେ ପ୍ରଲୋଭିତ କରିବା। ଯେମିତି ପ୍ରଲୁବ୍ଧ ହୋଇ ମଣିଷ ମା'କୁ ମାରେ, ସାଙ୍ଗସାଥିରେ ମିଶି ମଦ ପିଏ ଏବଂ ହତ୍ୟାର ଶିକାର ହୁଏ। ସମ୍ବାଦପତ୍ରରେ 2 ବାଇକ୍ ଚୋର ଅପରାଧୀ କୈଳାସ ଏବଂ ନରହରି ତୁଚ୍ଛାକୁ ରଙ୍ଗମିସ୍ତ୍ରୀ କର୍ମ କରନ୍ତି। କୈଳାସ ବାଇକ୍ ଚୋର କୁସଙ୍ଗରେ ପଡ଼ି ମଦ୍ୟପ ହୋଇ ନରହରି ହାତରେ ଇଟା ଛେଚା ଖାଇ ଶେଷରେ ମଲା। ଆଲ୍ଲାହ କୋରାନରେ କହିଛନ୍ତି ଶୈତାନ ମଣିଷକୁ ଲୋଭ ଦେଖାଇ ଡାକି ଶେଷରେ ଅସହାୟ କରି ଛାଡ଼ି ପଳାଏ। କୈଳାସ ଓ ନରହରି କେସ୍ 21:7-25 ପାଠକଙ୍କୁ ଏହି ଶିକ୍ଷା ଦିଏ ବଦକାରୀ କେ ପାସ୍ ନ ଯାଅ ଓ ବହୁତ ହି ବୁରୀ ରାହ। ଅର୍ଥାତ୍ ମନ୍ଦ କାମ ପାଖକୁ ଯାଅ ନାହିଁ, ତାହା ବହୁତ ହି ମନ୍ଦ ରାସ୍ତା। ଆଲ୍ଲାହଙ୍କ ମନ ଅସୀମ ସୀମାହୀନ ଥାଇ ଯାହା ଚାହେଁ କରେ, ହେଲେ ମଣିଷ ମନ ଯାହା ଚାହିଁବ କରିପାରିବ ନାହିଁ। ଯଦି ପରକୀୟା ପ୍ରୀତି କରେ, କୁସଙ୍ଗରେ ପଡ଼େ, ତେବେ କ୍ଷତିରେ ଅବଶ୍ୟ ପଡ଼େ। ଆଲ୍ଲାହ ନିଜ ମନ ଅନୁଯାୟୀ କହିଛନ୍ତି ମୁଁ ବେଶୀ ଦିନ ମନ୍ଦ କାମକୁ ଚଳାଇ ଦେଇ ନଥାଏ। ଟଲଷ୍ଟୟ କହିଛନ୍ତି ଗଡ୍ ସିଜ୍ ଦ ଟ୍ରୁଥ୍ ବଟ୍ ୱେଟ୍ସ। ଭଗବାନ ସତ୍ୟକୁ ଦେଖନ୍ତି କିନ୍ତୁ ଅପେକ୍ଷା କରନ୍ତି ଭଲ କୋଉଟା ମନ୍ଦ କୋଉଟା ଜାଣିବାକୁ। ମଣିଷକୁ କହିଛନ୍ତି ଧୈର୍ଯ୍ୟଧାରୀଙ୍କ ସାଥିରେ ମୁଁ ଆଲ୍ଲାହ ଅଛି। ଇନ୍ନାଲ୍ଲାହ ମା'ଆସ୍ ସାବିରିନ୍। ସଂସ୍କୃତ ଭାଷା ମଣିଷ ମନକୁ କହିଛି ସହସା ବିଧୟତେ ନ କ୍ରିୟାମ୍। କାମକୁ ହଠାତ୍ କର ନାହିଁ, କରିବା ପୂର୍ବରୁ ଭାବ, ଆଗ ପଛ ଦେଖ, ଲାଭ କ୍ଷତି ବିଚାର, ନହେଲେ ଜଞ୍ଜାଳରେ ପଡ଼ିବ। କିନ୍ତୁ ଏମିତି ସର୍ବଦା ମଣିଷ ଜୀବନରେ ହୋଇନଥାଏ। ବିଳମ୍ବେନ କାର୍ଯ୍ୟସିଦ୍ଧି କଥାଟି ସତ, ହେଲେ ସବୁ କାମ ପାଇଁ କଦାପି ନୁହେଁ, ପ୍ରଯୁଜ୍ୟ ବି ନୁହେଁ। ତଥାପି ପରିସ୍ଥିତି ବିଚାର କରି କାମ କରାଯାଇଥାଏ। ମନ ମନ୍ମଥ ବା ବିଳାସପୂର୍ଣ୍ଣ, ସେ ସହସା ଚଞ୍ଚଳ ଆବେଗାନ୍ୱିତ। ଇମୋସନରେ ପଡ଼େ, ଇମୋସନ କରିବାକୁ ଦେଖେ, ଭାବନା ଚିନ୍ତା ଦେଖେନା। କେତେ ଚଞ୍ଚଳ ହେଉଛି ଏହା ଚାହେଁ। ମଧୁସୂଦନ ରାଓ କହିଛନ୍ତି ଆହା କିବା ଅଦ୍ଭୁତ ମନର ଗତି, ଅଚିନ୍ତନୀୟ ଅଟେ ତାର ଶକତି। କ୍ଷଣମାତ୍ରକେ ମନ କରେ ଦର୍ଶନ, ଏହି ଅପରିସୀମ ବିଶ୍ୱଭୁବନ। ଜିଣଇ ସହଜରେ ମନୁଷ୍ୟମତି, ପ୍ରଭଞ୍ଜନର ବେଗ ଆଲୋକ ଗତି। ନିର୍ବାସିତର ବିଳାପ କବିତା। ବିଭୂତି ପଟ୍ଟନାୟକ ତାଙ୍କର ଏକ ଉପନ୍ୟାସର ନାମ ରଖିଛନ୍ତି ଏଇ ମନ ବୃନ୍ଦାବନ। ମାନେ ବିଳାସପୂର୍ଣ୍ଣ ବୃନ୍ଦାବନରେ କୃଷ୍ଣ ଗୋପୀମାନଙ୍କ ସହିତ ରାସଲୀଳା କରିଥିଲେ। ମନ ଆକାଶ ନାମରେ ଓଡ଼ିଆ ସିନେମା 1970 ଦଶକରେ ପ୍ରଦର୍ଶିତ ଥିଲା। ସେଥିରେ ଗୀତଟିଏ ଥିଲା ମନେ ମନେ ଭାବୁ ତୁ ଭାରି ସୁନ୍ଦର, ଆଇନା ଦେଖୁ ତୁ ହଜାରେ ଥର, ତୋ ରୂପକୁ କିଏ ପଚାରୁଛି ହାୟ, ତୋ ରୂପକୁ କିଏ ପଚାରୁଛି ହାୟ, କାହିଁ ସେଇ କଳା ଭଅଁର। ଏ ଗୀତରୁ ପ୍ରତିପନ୍ନ ହେଲା ନାୟିକାର ନାୟକ ପ୍ରତି ପ୍ରେମଭାବ ପ୍ରଦର୍ଶନ ବା ମନର ଭଲ ପାଇବା ଜନିତ ଉପରଠାଉରିଆ ଫାଜିଲାମି। ମୋର ମନେ ପଡ଼ୁଛି ନିମାପଡ଼ାରେ ଥିଲାବେଳେ, 2ୟ ଶ୍ରେଣୀରେ ପଢ଼ିଲା ବେଳେ ଓଡ଼ିଆ ହସ୍ତାକ୍ଷର ଖାତାରେ ମୋର ଶ୍ରେଣୀ ଦିଦି ସୁନ୍ଦରୀ, ନାମ ତାଙ୍କର ସୌଦାମିନୀ, ଲାଲି ଅକ୍ଷରରେ ରୁଲିଂ ଖାତାରେ ଆମେ ଭାରତବାସୀ ଭାରି ସାହସୀ ଧାଡ଼ିଏ ଲେଖିଦେଇ କହିଲେ ତଳକୁ ତଳ ବଡ଼ ବଡ଼ ଗୋଲ ଅକ୍ଷରରେ ଲେଖି ମୋତେ ଦେଖା।
ମୁଁ ଦିଦିଙ୍କର ଲାଲି ଅକ୍ଷର ଧାଡ଼ିକୁ ବି ନୀଳ କାଳି ପେନ୍ରେ ମଡ଼ାଇ ଲେଖିଦିଅନ୍ତେ। ଦିଦି ମୋ ପିଲାଳିଆ ଗୋଲାପୀ ଓଠକୁ ଆଙ୍ଗୁଠିରେ ମାଡ଼ ମାରି କହିଲେ, ଫାଜିଲି। ଓଠ କାଟିଲା, ପାଟି କଲେ ବେତ, ତେଣୁ ଚୁପ୍ ରହିଲେ। ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ଲୋକକୁ ଉତ୍ତର ନାହିଁ। ଛୋଟ ପିଲା କାନମୁଣ୍ଡା ଆଉଁସି ନୀରବ ରହିବା ସାଧ୍ୟ ହୋଇଥିଲା। ନିର୍ମଳ ଓ ଆବିଳ ହୋଇ ମନର ଦୁଇ ଭେଦ ଅଛି। ନିର୍ମଳ ମନରେ କୁଟିଳତା ଜଟିଳତା ନଥାଏ, ହେଲେ ଆବିଳ ବା ମଇଳା ମନ ଯେତେ ଅକର୍ତ୍ତବ୍ୟର ଲୀଳାଭୂମି, ଶଇତାନୀ କର୍ମର ଆଡ୍ଡାସ୍ଥଳୀ। ଏଥିରୁ ଗୁଣର ଉତ୍ପନ୍ନ ନ ହୋଇ ଦୋଷ ଅପରାଧର ଉତ୍ପନ୍ନ ହୁଏ। ମଣିଷ ହୁଏ ଅସାମାଜିକ ବା ଆଣ୍ଟି ସୋସିଆଲ, ସମାଜରେ ରହିବାର ଉପଯୋଗୀ ହୋଇପାରି ନଥାଏ। ଏଥିପାଇଁ ଦରକାର ଶାସ୍ତି, ଦଣ୍ଡ, ଶାସନ, ନିୟନ୍ତ୍ରଣ। ମନକୁ ନିର୍ମଳ ସଫା ପବିତ୍ର କରିବାକୁ ହେଲେ ମଣିଷକୁ ଧର୍ମାଚାରୀ ହେବାକୁ ପଡ଼ିବ। ବିଭୁ ପ୍ରେମରେ ମଜାଇବାକୁ ହେବ। ଈଶ୍ୱର ସବୁ ଦୁର୍ଗତିର କର୍ତ୍ତା ଏବଂ ନାଶକ। ଅମାନିଆପଣ ପାଇଁ କର୍ତ୍ତା, ମାନିଆଙ୍କ ପାଇଁ ନାଶକ। ଫଜ୍କୁରୁନି ଓଜ୍କୁରୁକୁମ୍ ୱଶ୍କୁରୁଲି ଓଲା ତକ୍ଫୁରୁନ୍। ଅର୍ଥାତ୍ ହେ ମଣିଷ, ତୁମେ ମୋର ଚର୍ଚ୍ଚା କର, ମୁଁ ତୁମର ଚର୍ଚ୍ଚା କରିବି। ମଣିଷ ମନକୁ ନେକ୍ ରାହ ଓ ଗୁମରାହ ମୁଁ ଆଲ୍ଲାହ ଦେଖାଏ ପଥ ବିପଥଗାମୀ କରାଇବା ପାଇଁ, ସ୍ୱର୍ଗ ନର୍କଗାମୀ କରାଇବା ପାଇଁ। ଗୋପାଳକୃଷ୍ଣ ପଟ୍ଟନାୟକ ତାଙ୍କର ଅନୁସରିତ ପ୍ରଭ ନାମକ କବିତାରେ କହିଛନ୍ତି, ଗୋପାଳକୃଷ୍ଣ କହେ ଜଗତ ମଙ୍ଗଳ, ଯାହା କରିବ ତୁମ୍ଭ ଚିତ। ଆପଣା ଦୟାଳୁପଣକୁ ମୋହର, ଦୁଷ୍କୃତ ନୁହଁଇ ଭାରିତ। ଅଗର ବଖ୍ସି ତୋ ଯହେ କିସ୍ମତ୍, ନ ବଖ୍ସି ତୋ ତୁଝସେ ଶିକାୟତ କ୍ୟା। ଯଦି କ୍ଷମା ଦେଉ ତ ତେବେ ତାହା ତୋର ବଡ଼ପଣ, ଆମ ଭାଗ୍ୟ ଚମକିବ। ଆଉ ଯଦି ନ ଦେଉ ତ ତୋଠାରେ ଅଭିଯୋଗ କ'ଣ? ଗଙ୍ଗାଧର ମେହେର ଭକ୍ତି କବିତାରେ କହିଛନ୍ତି, ହୃଦୟର କଥା ଜାଣିବାକୁ ଅଛି ତୁମର ଅସୀମ ଶକ୍ତି। ସେତିକି ଘେନିବ ଯେତିକି ଅଛି ମୋ ହୃଦେ ତୁମ ପ୍ରତି ଭକ୍ତି। ହୃଦୟରେ ମଣିଷର କେତେ ଭକ୍ତି ଅଛି ନତୁବା କେତେ ଘୃଣା ପୂରିଛି, ଭଗବାନ ଠିକ୍ ଜାଣନ୍ତି। ମଣିଷ କହିପାରିବ ନାହିଁ, ସ୍ଥଳ ବିଶେଷରେ କହି ବି ପାରିବ, କାରଣ ମନକୁ ମଣିଷ ଜାଣେ ତାକୁ ଦେଖୁଥିବାରୁ। ଜଣକର ମନ ଜଣକର, ଅନ୍ୟର ନୁହେଁ। ତେବେ ସୁନିଏ ସବ୍‌କି କରିଏ ମନ୍ କି। ସଭିଙ୍କର ଶୁଣ, ମନ ଚାହେଁ କର, ଯେମିତି ମନ ଚାହୁଁଛି ସେମିତି କର। ମନ ଗୁଣେ ଫଳ, ମନ ଅନୁଯାୟୀ କାମ, ଆଉ କାମ ଅନୁଯାୟୀ ଫଳ। ଯାମନ ଯେପରି ତାପାଇଁ ସେପରି ଫଳ ଥୋଇଥାଏ ବିଶ୍ୱ। ଉଚ୍ଚମନା ଉଚ୍ଚେ ଅମୃତ ଲୋଭଇ, ନୀଚମନା ପାଏ ବିଷ। ଗଙ୍ଗାଧର ମେହେର ତପସ୍ୱିନୀ କାବ୍ୟରେ କହିଛନ୍ତି। ମନ୍ କି ଆଁଖେଁ ବୋଲି ହିନ୍ଦୀରେ ସିନେମାଟିଏ ଅଛି, 1970 ମସିହାର ସିନେମା। ମନର ଆଖି ନଥିଲେ ଦର୍ଶନ ନଥାଏ, ଦର୍ଶନରୁ ଅବବୋଧ ଆସେ, ବୁଝିବାରୁ ମନଦର୍ଶନର ପରିଚୟ ମିଳେ। ମନଟି କେମିତି ବୋଲି ଜଣାଯାଇଥାଏ। ମନ ଭିତରେ, କାମ ବାହାରେ। କାମରୁ ଭିତର ମନର ସ୍ଥିତି, ସେଇଠୁ ଦୂରେଇବା ପାଖେଇବା ଚିନ୍ତା। ନିଜ ମନ କହେ, ନା ଲୋକଟି ଭଲ ନୁହେଁ, ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚେ ଘଟିବ ସର୍ବନାଶ।